କିଏ ଏଇଠି କିଏ? ମୋ ମହାରାଜ। ଆରେ ମୁଁ କ'ଣ କରିଛୁ? କିଏ ତୁ? ମୁଁ ଶଙ୍କର ମହାରାଜ, ଆପଣଙ୍କ ଚାକର। ଓ ହେଲେ ଶଙ୍କର, ମହାରାଜ। ଏତେ ରାତିରେ କାହିଁକି ଆସିଛୁ? ମହାରାଜ, ସକାଳେ ମୁଁ ଅନ୍ୟ ଆଡ଼କୁ ଯିବି, ସେଥିପାଇଁ ମୁଁ ଶୀଘ୍ର ଚାଲି ଆସିଲି। ଆରେ ଆସି ଯାଇଛୁ ଯେତେବେଳେ ତ ପାଉଣା ନେଇକି ଯିବୁ। ନାଇଁ ମହାରାଜ, ମୁଁ ଆପଣଙ୍କ ପାଖକୁ ଯାଇପାରିବିନି। ଆରେ କାହିଁକି ଆସିପାରିବୁନି? କିଛି ନୁହଁ ମହାରାଜ, କିଛି ବି ନୁହଁ। ଆରେ କ'ଣ ହେଇଛି ରେ ତୋର? ସତ କୁହ, କ'ଣ ହେଇଛି? ତାହେଲେ ଶୁଣନ୍ତୁ ମହାରାଜ, ଶାସ୍ତ୍ରରେ ପୁରା ଲେଖା ଅଛି, ବନ୍ଧ୍ୟା ଲୋକ ମୁଖ ଦେଖିଲେ ଅଶୁଭ ହୁଏ, ନା ଅମଙ୍ଗଳ ହୁଏ। ତମେ ଜଣେ ବନ୍ଧ୍ୟା, ମୁଁ ତମ ମୁଖ ଦେଖିବିନି। ସ୍ୱାମୀ, କ'ଣ ହେଇଛି ସ୍ୱାମୀ? କ'ଣ ପାଇଁ ଏତେ କାନ୍ଦଣା କରୁଛ? ମହାରାଣୀ, ସ୍ୱାମୀ, ମୁଁ ଆଉ କ'ଣ କହିବି ମହାରାଣୀ, ମୁଁ ଆଉ କ'ଣ କହିବି? ଆଜି ଆମ ସାମାନ୍ୟ ଚାକରଟେ କହିଗଲା। କ'ଣ କହିଗଲା ସ୍ୱାମୀ? ସେ କହିଗଲା ସ୍ୱାମୀ, ବନ୍ଧ୍ୟା ଲୋକ ମୁହଁ ଦେଖିଲେ ଅମଙ୍ଗଳ ହେବ ବୋଲି। ସ୍ୱାମୀ, ଜନମ ଦୋଷ ନା କରମ ଦୋଷ, ସମୟ ଦୋଷ ନା ଭାଗ୍ୟର ଦୋଷ। ଜନମ ଦୋଷ ନା କରମ ଦୋଷ, ସମୟ ଦୋଷ ନା ଭାଗ୍ୟର ଦୋଷ। सरुने की गापा, दुख 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 सरुने की गापा। ମହାରାଣୀ, ସ୍ୱାମୀ, ସେ
ସେ ସାମାନ୍ୟ ଚାକର ଆଜି ଆମକୁ ବନ୍ଧ୍ୟା ବୋଲି କହିଗଲା। ସ୍ୱାମୀ ତେଣୁ ଆଜି ମୁଁ ନିଷ୍ପତ୍ତି ନେଇଛି, କ'ଣ ନିଷ୍ପତ୍ତି ନେଇଛ ସ୍ୱାମୀ? ମୁଁ ଆତ୍ମହତ୍ୟା ନା କରିଦେବି। ସ୍ୱାମୀ, ହଁ ମହାରାଣୀ, ନା ସ୍ୱାମୀ ଏମିତି କହନି। ଏ ଜୀବନ ରଖିକି କିଛି ଲାଭ ନାହିଁ। ସ୍ୱାମୀ ଆମେ ହେଉଛୁ ରାଜ୍ୟର ରାଜାରାଣୀ। ଯଦି ଆମେ ଆତ୍ମହତ୍ୟା କରିଦେବା ହେଲେ ମୋ ଜନ ପ୍ରଜା କେମିତି ରହିବେ ସ୍ୱାମୀ, କେମିତି ରହିବେ? ନା ସ୍ୱାମୀ ଆମେ ଆତ୍ମହତ୍ୟା କରିବୁନି। ମହାରାଣୀ, ସ୍ୱାମୀ ମୁଁ ନିଷ୍ପତ୍ତି ନେଇସାରିଛି, ନା ସ୍ୱାମୀ ମୁଁ ଆତ୍ମହତ୍ୟା କରିଦେବି ବୋଲି। ଆପଣଙ୍କର ଭୁଲ ନିଷ୍ପତ୍ତି ନେଇଛ ସ୍ୱାମୀ। ଆମେ କେବେ ହେଲେ ଆତ୍ମହତ୍ୟା କରିବୁନି। କ'ଣ ସେଇ ସାମାନ୍ୟ ଚାକର ବନ୍ଧ୍ୟା କହିଗଲା ବୋଲି ଆମେ କ'ଣ ଆତ୍ମହତ୍ୟା କରିଦେବା? ମହାରାଣୀ, ସ୍ୱାମୀ ଏ ଦେଶ ପାଇଁ ସିନା ଆମେ ଅପୁତ୍ରିକ ହଁ ସ୍ୱାମୀ, ଏବଂ ଆମେ ବନ୍ଧିଆ, କିନ୍ତୁ ସ୍ୱାମୀ ମୋ ମନ୍ତ୍ରୀ ସୁମନ୍ତକୁ এই রাজ্যভার দেই ଆମେ ଦୁହେଁ ଆତ୍ମବିସର୍ଜନ କରିଦେବା। ମହାରାଣୀ, ସ୍ୱାମୀ ଆମେ ଦୁହେଁ ଆତ୍ମବିସର୍ଜନ କରିଦେବା। ଯେତେ ବୁଝାଇଲା ପରେ ବି ମୋ କଥାକୁ ବୁଝିଲାନି। ଯାହା ତମ ଇଚ୍ଛା ସ୍ୱାମୀ, ଯାହା ତୁମ ଇଚ୍ଛା। ହଁ ମହାରାଣୀ, ସ୍ୱାମୀ ମୁଁ ନିଷ୍ପତ୍ତି ନେଇସାରିଛି। ହେଲେ ଶୀଘ୍ର ମହାମନ୍ତ୍ରୀ ସୁମନ୍ତକୁ এই ରାଜ୍ୟଭାର ଦେଇଦେବା। ହଁ ସ୍ୱାମୀ, ଆଉ ଆମେ ଚାଲିଯିବା ଅନେକ ଦୂର। ହଁ ସ୍ୱାମୀ, ହେଲେ ଶୀଘ୍ର ମହାମନ୍ତ୍ରୀକୁ ଡକାଅ। ହଁ ମହାରାଣୀ, ମୁଁ ମହାମନ୍ତ୍ରୀ ସୁମନ୍ତକୁ ଡକାଉଛି। ହଁ ସ୍ୱାମୀ, ମହାମନ୍ତ୍ରୀ ସୁମନ୍ତ, ମହାମନ୍ତ୍ରୀ ସୁମନ୍ତ, ଆରେ କୋଉଠି ଅଛ? ଶୀଘ୍ର ରାଜ ପ୍ରସାଦକୁ ଚାଲି ଆସ। ମହାରାଜାଙ୍କର ଜୟ ହେଉ, ମହାରାଜାଙ୍କର ଜୟ ହେଉ। ହେଉ, ହେଲା ମହାମନ୍ତ୍ରୀ, ହେଲା ମହାମନ୍ତ୍ରୀ ସୁମନ୍ତ। ଆଜ୍ଞା ରାଜେଶ୍ୱର, ଏତେ ରାତ୍ରରେ ପୁଣି ଇଚ୍ଛାର ମହାମନ୍ତ୍ରୀ ସୁମନ୍ତକୁ ସ୍ମର କରିବ କାରଣ ମହାରାଜ। ମହାମନ୍ତ୍ରୀ ସୁମନ୍ତ, ଆଜ୍ଞା ରାଜନ। এই ରାଜ୍ୟର ସମସ୍ତ ଲୋକେ ମୋତେ ବନ୍ଧ୍ୟା ବୋଲି ଭର୍ତ୍ସନା କରିଛନ୍ତି ମହାମନ୍ତ୍ରୀ। ମହାରାଜ ତେଣୁ ଆମେ ନିଷ୍ପତ୍ତି ନେଇଛୁ, ଆମେ ଦୁହେଁ ଆତ୍ମହତ୍ୟା କରିଦେବୁ ବୋଲି। ନା ମହାରାଜ, ଆପଣ କ'ଣ କହୁଛନ୍ତି ମହାରାଜ? ଆପଣ କ'ଣ ଜାଣିନାହାନ୍ତି ଆତ୍ମହତ୍ୟା ହେଉଛି ମହାପାପ। ଆଉ ଏ ମହାପାପକୁ ଆପଣ ନିଜର ମୁଣ୍ଡରେ ମୁଣ୍ଡେ ନିଅନ୍ତୁନି ମହାରାଜ। ଆପଣ ଏପରି କୁହନ୍ତୁନି। ମହାମନ୍ତ୍ରୀ, ମୁଁ ନିଷ୍ପତ୍ତି ନେଇସାରିଛି, ମୁଁ ଆତ୍ମହତ୍ୟା କରିଦେବି ବୋଲି। ନା ମହାରାଜ। ହଁ ମହାମନ୍ତ୍ରୀ, ମୁଁ ଶେଷ ନିଷ୍ପତ୍ତି ନେଇସାରିଛି। ମହାରାଜ, ଆପଣ ଥରେ ମାତ୍ର ଚିନ୍ତା କରି ଦେଖନ୍ତୁ। ଏ ହେଉଛି କୌଶଳଗଡ଼ ସାମ୍ରାଜ୍ୟ। ଆଉ এই କୌଶଳଗଡ଼ ସାମ୍ରାଜ୍ୟର ସମସ୍ତ ଜନପ୍ରଜା ଓ ଆପଣଙ୍କର ପୁତ୍ର ସମ। ଆପଣ ଯଦି এই କୌଶଳଗଡ଼ ରାଜ୍ୟ ଛାଡ଼ି ଚାଲିଯିବେ ତାହେଲେ ଏ ସମସ୍ତ ପ୍ରଜାବାସୀ ଅନାଥ ହୋଇଯିବେ ମହାରାଜ। ନାଇଁ ମହାମନ୍ତ୍ରୀ, ନାଇଁ, ସେଇଟା ବି ମୁଁ ନିଷ୍ପତ୍ତି ନେଇଛି। ମୁଁ ତୁମକୁ এই ରାଜ୍ୟଭାରର ଦାୟିତ୍ୱ ଦେଇ ମୁଁ ଆତ୍ମହତ୍ୟା କରିଦେବି ବୋଲି। ନା ନା ମହାରାଜ, ଆପଣ କ'ଣ କହୁଛନ୍ତି ମହାରାଜ? ଏହି କୌଶଳଗଡ଼ ସାମ୍ରାଜ୍ୟରେ ପୁଣି ଇଚ୍ଛାର ସୁମନ୍ତ ହେବେ ରାଜା। ନା ନା ମହାରାଜ, ଆପଣ ଏପରି କହନ୍ତୁନି ମହାରାଜ। ମହାମନ୍ତ୍ରୀ, ଆଜ୍ଞା ରାଜନ। ତୁମେ ଆଉ ରାଜ୍ୟ ଶାସନ ନ ସମ୍ଭାଳି ପାରିବ।
ତୁମେ ନିଶ୍ଚୟ ସମ୍ଭାଳି ପାରିବ। ନା ମହାରାଜ, ଆରେ ଏ ଛାର ସୁମନ୍ତ ପୁଣି ଏଇ କୌଶଲଗଡ଼ ରାଜ୍ୟରେ ରାଜା। ନା ମହାରାଜ, ମୁଁ କେବେ ହେଲେ ମଧ୍ୟ କରିପାରିବିନି ମହାରାଜ। ଆପଣ ମୋତେ କ୍ଷମା କରନ୍ତୁ। ମନ୍ତ୍ରୀ ସୁମନ୍ତ, ଆମେ ଅନେକ ଭାବିଲା ପରେ ନିଷ୍ପତ୍ତିଟା ନେଇ ସାରିଛୁ। ଆମ କଥାକୁ ବୁଝିବାକୁ ଚେଷ୍ଟା କର ମହାମନ୍ତ୍ରୀ, ବୁଝିବାକୁ ଚେଷ୍ଟା କର। ନା ରାଜମାତା, ଆପଣ ଏପରି କହନ୍ତୁନି। ଆପଣ ହେଉଛନ୍ତି ଏଇ କୌଶଲଗଡ଼ ରାଜ୍ୟର ମହାରାଣୀ, ଆଉ ଆପଣ ହେଉଛନ୍ତି ଏହି କୌଶଲଗଡ଼ ରାଜ୍ୟର ଅଧୀଶ୍ୱର। ଆପଣ ଏ ରାଜ୍ୟ ଛାଡ଼ି ଚାଲି ଯାଆନ୍ତୁନି ମହାରାଣୀ, ଚାଲି ଯାଆନ୍ତୁ। ମହାମନ୍ତ୍ରୀ ସୁମନ୍ତ, ଆଜ୍ଞା ରାଜେଶ୍ୱର। ଆରେ ତୁମେ ହେଉଛ ଗୋଟେ ଗୁଣବନ୍ତ, ନା ନା ମହାରାଜ, ନ୍ୟାୟବନ୍ତ, ଧର୍ମବନ୍ତ। ଆରେ ତୁମ ଛଡ଼ା ଏ ରାଜ୍ୟକୁ ଆଉ କେହି ସମ୍ଭାଳି ପାରିବେନି। ନା ନା ମହାରାଜ, ତେଣୁ ମୁଁ ନିଷ୍ପତ୍ତି ନେଇଛି, ମୁଁ ଏଇ ରାଜ୍ୟଭାର ତୋତେ ଦେଇ ଆମେ ଚାଲିଯିବୁ ଅନେକ ଦୂର। ମହାରାଜ, ଆପଣ ଥରେ ମାତ୍ର ଚିନ୍ତା କରି ଦେଖନ୍ତୁ ମହାରାଜ। ଆପଣ ହେଉଛନ୍ତି ଏହି କୌଶଲଗଡ଼ ରାଜ୍ୟର ଅଧୀଶ୍ୱର। ଆପଣ ଏପରି ଭୁଲ ନିଷ୍ପତ୍ତି ନିଅନ୍ତୁନି ମହାରାଜ, ଆପଣ ଏପରି ଭୁଲ ନିଷ୍ପତ୍ତି ନିଅନ୍ତୁନି। ମହାମନ୍ତ୍ରୀ, ସୁମନ୍ତ, ରାଜ୍ୟକୁ, ରାଜ୍ୟର ପ୍ରଜାବାସୀକୁ ନିଜର ପୁଅ ସମାନ ଭଲ ଭାବରେ ଚଲାଇବ। ସ୍ୱାମୀ, ହଁ ହେଲେ ଏତେ ବିଳମ୍ବ କାହିଁକି? ଚାଲ ଆମେ ଶୀଘ୍ର, ଅତି ଶୀଘ୍ର ଚାଲିଯିବା ସେ ଅନେକ ଦୂରକୁ। ନା ନା ମହାରାଣୀ, ଆପଣ କୁଆଡ଼େ ଯିବେନି, ଆଉ ମୁଁ କେବଳ ଏ ରାଜ୍ୟରେ ରାଜା ହୋଇପାରିବିନି। ଆପଣ ମୋତେ କ୍ଷମା କରନ୍ତୁ। ନା ମହାମନ୍ତ୍ରୀ ନା, ମୁଁ ନିଷ୍ପତ୍ତି ନେଇ ସାରିଛି। ମୁଁ ତୁମକୁ ଏ ରାଜ୍ୟଭାର ଦେଇ ଅନେକ ଦୂର ଚାଲିଯିବି ବୋଲି ତୁମକୁ ରହିଲା ମୋ ରାଣ। ନା! ମହାରାଜ, ଆପଣ ଆପଣଙ୍କ ନିୟମ ଦେଇ ଏ ଛାର ସୁମନ୍ତ ମନ୍ତ୍ରୀକୁ ବନ୍ଧନରେ ବାନ୍ଧି ଦେଉଛନ୍ତି ମହାରାଜ। ଆପଣ ଭୁଲ ନିଷ୍ପତ୍ତି ନେଇଛନ୍ତି ମହାରାଜ। ମୁଁ କେବେ ହେଲେ ମଧ୍ୟ ଏହି କୌଶଲଗଡ଼ ରାଜ୍ୟରେ ରାଜା ହେଇପାରିବିନି ମହାରାଜ, ହେଇପାରିବିନି। ମହାମନ୍ତ୍ରୀ ସୁମନ୍ତ, ଏଇନି ଆମ ରାଜ୍ୟ ଭାର। ଶତ ଚେଷ୍ଟା କରି ବୁଝାଇଲା ମାତ୍ରକେ ଆପଣ ମୋ କଥାକୁ ବୁଝିଲନି ମହାରାଜ। ହେଲେ ଯାହା ଆପଣଙ୍କର ଇଚ୍ଛା ମହାରାଜ, ଯାହା ଆପଣଙ୍କର ଇଚ୍ଛା। ସମୟରେ ସମୟ ସବୁ ଦେଇ ପୁଣି କାହିଁ ଛାଡ଼େଇ ନେଲୁ, ସବୁ ଦେଇ ପୁଣି କାହିଁ ଛାଡ଼େଇ ନେଲୁ। ସମୟରେ
মল্ল খোঁজে কাকর পারে ওই তো কହୁଛି প্রিয় তোরাণী দীর্ঘ দিনের স্বপ্ন আଜି বড় পূরণ হয়ে যাইছে ଆଉ ଏ ସୁମନ୍ତ ସାଜି ଯାଇଛେ এই କୋଶଳଗଡ଼ ରାଜ୍ୟରେ ଏକ ଛତ୍ରବାଦୀ ଶାସକ କୋଶଳଗଡ଼ରେ ସ୍ୱପ୍ନ ଦେଖିଥିଲେ ହେବି ଦିନ ମୋହି ରାଜନ କୋଶଳଗଡ଼ର ସ୍ୱପ୍ନ ଦେଖିଥିଲେ ହେବି ଦିନ ମୋହି ରାଜନ କୋଶଳଗଡ଼ରେ ସ୍ୱପ୍ନ ଦେଖିଥିଲେ ହେବି ଦିନ ମୋହି ରାଜନ ପ୍ରଭୁ କୃପା କଲେ ଆଜି ମୋ ଉପରେ ସେଦିନ ହୋଇଲା ପୂରଣ କୋଶଳଗଡ଼ରେ ସ୍ୱପ୍ନ ଦେଖିଥିଲେ ହେବି ଦିନ ମୋହି ରାଜନ বুদ্ধিমন্ত পরে পরে কৌশলে এই কোশলগড় রাজ্যরে গুপ্ত ষড়যন্ত্র করে এই সুমন্ত সাজি যাইছে এক ছত্রবাদী শাসক ଆଉ ସେ ବନ୍ଧ୍ୟା ରାଜା ଅଭିଷେକ ମୋ ହସ୍ତରେ ରାଜ ମୁକୁଟ ଦେଇ ରାଜ୍ୟ ଛାଡ଼ି ଚାଲି ଯାଇଛି ରାଜ୍ୟ ଭାର ଦେଇ ରାଜା ଚାଲିଗଲା ପ୍ରଜା ହୋଇବେ ମୋ ପାହାନ রাজ্য ভারতে রাজা চালিগলা প্রজা হইবে মো বাহান সিংহাসনে আজ সুমন্ত রাজন দুর্গেশ্বর এই রচন কোশলগড়রে স্বপ্ন দেখিଥିଲେ হেবি দিন মোহি রাজন বুদ্ধিমন্ত আমি চাই যাইছ এই কোশলগড় রাজ্যর অধীশ্বর এবে এই কোশলগড় রাজ্যরে অধিপত্য করিব এই সুমন্ত এবে এই কোশলগড় রাজ্যরে রাজ্য করিবাকু হেলে কার আদেশ কিংবা কার পরামর্শ দরকার নাই বুদ্ধিমন্ত তা মানে তুমি এক ছত্রবাদী শাসক হেব নিশ্চয় নাই নাই সুমন্ত কଣ কହୁଛ বুদ্ধিমন্ত তুমি এই রাজ্য পাই কেতে করিছ হেলে তোমাকে শোষ হউথিব এই পাড়ি বটলে পি দিও যাও ତମେ ଠିକ କହିଛ ବୁଦ୍ଧିମନ୍ତ পি দিও আহ মহামন্ত্রীর এইথর মহারাজা মহারাজা হয়ে যাইছ যেতেবেলে আপনার ধন সম্পত্তি ঐশ্বর্য বঢ়িবাকু লাগিছি তেণু আপনার গোটাଏ অঙ্গরক্ষী দরকার जो राज्य अंगरक्षी नथिब शत्रु आक्रमणर भय थाए चोरी लुंठनर भय थाए से महाराज आपण को परामर्श दिए देली आपण अंगरक्षी गोटे रखंतु महाराज
ତମେ ଉଚିତ ପ୍ରସ୍ତାବ ଦେଇଛ ବୁଦ୍ଧିମନ୍ତ। ତାହେଲେ କିଏ ଅଛି ସେ ସାମର୍ଥ୍ୟ ବ୍ୟକ୍ତି ଯେ କେହି ପାରିବ ଏଇ କୋଶଲଗଡ଼ ରାଜ୍ୟର ଅଙ୍ଗରକ୍ଷୀ? ଅଛି ମହାରାଜ, ଆମ ରାଜ୍ୟରେ ଜଣେ ଗରିବ ଚାଷୀ ମୂଲିଆ ଅଛନ୍ତି। ସେ ଗରିବ ପରିବାରରେ ଜନ୍ମ ସତ, ହେଲେ ତାଙ୍କର ବୁଦ୍ଧି ବଳ ପରାକ୍ରମ ଦେଖି ଆପଣ ମଧ୍ୟ ହାର ମାରିଯିବେ। ସାତଟି ବାଘକୁ ଏକା ମାରିଦେବ ମହାରାଜ। ଆଉ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମୋ ପରମ ମିତ୍ର, ମୋ ବନ୍ଧୁ ଶଙ୍ଖରା। अरे बुद्धिमंत ताहले विलंब कहीं शीघ्र जाइने आस मोरी निकटे। हाँ महाराज, आपणक आदेश होइछि जेतेबेले एक क्षणी नहीं कि आसुछि महाराज। राज्यभार संभाल महाराज। ठीक अच्छी ताहले शीघ्र जाए शीघ्र फेरी आस। हाँ महाराज। महाराज यही होउछंती मो परम बंधु। महाराजंकर जय हौ, महाराजंकर जय हौ। अरे बुद्धिमंत महाराज ए मु कौन देखुची भाई आम घर चाकर ना कहीं नहीं कि आसु ताको से कौन ए कोशलगढ़ राज्य रे एई पारिब अंगरक्षक? निश्चय महाराज, निश्चय मुझे पारिबी। आपण खाली आदेश दिंतु, आपण जहाँ आदेश करेंगे मु अक्षरे अक्षरे पालन करी। आज दिन यही कौशलगढ़ राज्यर समस्त जन प्रजा को सुख दुख रे साह हो रही। निश्चय महाराज। ठीक अच्छे बुद्धिमंत महाराज आज दिन शंकर हेले यही कौशलगढ़ राज्य अंगरक्षी और तमें हो गल यही कौशलगढ़ राज्यर राजगुमस्ता। धीरे बापा। ठीक अच्छे शंकर महाराज यही अतीक्षण खड़ग म्यूजिक टिके बजा रे। टेरे टे 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 टीरी टी टी टी। मैं शंकर भारी शांत शिष्ट भारी सरल रागी गल पूरा संभाल। ମୋ କଥାଟା ଶିଖା ହେଲେ କାମଟା ବଙ୍କା ତାରେ 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 ତା ଦିନେ 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 ହେଲେ କୋଶଳ ରାଜ୍ୟରେ ମୋ ଚାକର ଠେଲି ହେଲେ ନାଇଁ 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 ବା ବର୍ତ୍ତମାନ ହେଉଛି ଏ କୋଶଳ ରାଜ୍ୟର ଅଙ୍ଗରକ୍ଷକ। ଆଜିଠୁ ଏ କୋଶଳ ରାଜ୍ୟରେ ଖେଳଟା ଆରମ୍ଭ ହବ।
ଆଉ ସେ ଖେଳରେ ତମେ ହେବ ସବୁବେଳେ ଆଉ ମୁଁ ହେଇଯିବି ଦୁର୍ଯ୍ୟୋଧନ ଯେମିତି ମହାଭାରତରେ ପଞ୍ଚୁ ପାଣ୍ଡବ ସହିତ ଷଡ଼ଯନ୍ତ୍ର କରିଥିଲେ ଠିକ୍ ସେମିତି ଆମେ ବୈସଲା ସୁମନ୍ତ ସହିତ ଆମେ ଷଡ଼ଯନ୍ତ୍ର କରିବା ଷଡ଼ଯନ୍ତ୍ର ସାଙ୍ଗ ଆଉ ଏ ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରି ଆମେ ହେଇଯିବା କୌଶଳଗଡ଼ର ମହାରାଜ। ତମେ ଠିକ୍ କହିଛ ବୁଦ୍ଧିମନ୍ତ ତମେ ଠିକ୍ କହିଛ ହେ ବୁଦ୍ଧିମନ୍ତ ତମର ଯୋଗୁଁ ମୁଁ ଆଜି ଦୁଃଖରୁ ସୁଖ ପାଇଲି ଆଉ এই କୋଶଳ ରାଜ୍ୟରେ ମୁଁ ସୁଖରେ ଉପଭୋଗ କରିବି।